ରୁଷିଆର ନିଦ୍ରାହୀନତା ଉପରେ ଗବେଷଣା। ଏହି କାହାଣୀ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଭୟଙ୍କର ଏବଂ ଅବିଶ୍ୱାସଜନକ ଅଟେ। ଏଥିରେ ଏଭଳି କିଛି କଥା ବର୍ଣ୍ଣନା ହୋଇଛି ଯାହା ସାଧାରଣ ମାନବର ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସ୍ୱାସ୍ଥ୍ୟ ସହ ଜଡ଼ିତ। ତେଣୁ ଏହାର ସତ୍ୟତା ପ୍ରମାଣିତ କରିବା ଯେତେ ଜରୁରୀ ହୁଏ ନାହିଁ, ତାଠାରୁ ଢେର ଅଧିକ ଜରୁରୀ ହୋଇପଡ଼େ ଏଥିରେ ଦିଆଯାଇଥିବା ତଥ୍ୟକୁ ନେଇ ଅଧିକ ଗବେଷଣା କରାଯିବା। ଯେଉଁମାନେ ଏହି ବିଷୟରେ ଆଦୌ ଜାଣିନାହାନ୍ତି ସେମାନଙ୍କୁ ଅତି ସ୍ୱଳ୍ପରେ ବୁଝାଇବାକୁ ହେଲେ ଏତିକି କୁହାଯାଇପାରିବ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୁଷିଆ ଦ୍ୱାରା ବନ୍ଦୀ ହୋଇଥିବା କିଛି ସୈନିକଙ୍କୁ ନେଇ ଏକ ଅଦ୍ୱିତୀୟ ଗବେଷଣା କରାଯାଇଥିଲା। ଏହି ଗବେଷଣା ମନୁଷ୍ୟକୁ ନିଦ୍ରାର ଅଭାବ ହେଲେ କେଉଁଭଳି ପ୍ରତିକ୍ରିୟା ସୃଷ୍ଟି ହୁଏ ସେ ବିଷୟରେ ଜାଣିବା ସହ ଏଭଳି ଏକ ବାଷ୍ପର ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା ଯାହା ମନୁଷ୍ୟକୁ ଅନେକ ଦିନ ଧରି ଆଦୌ ଶୁଆଇ ଦେବ ନାହିଁ। ଏଥିରେ ଯେଉଁ ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଥିଲା ସେମାନଙ୍କୁ ଟେଷ୍ଟ ସବଜେକ୍ଟସ୍ ବୋଲି କୁହାଯାଇଥିଲା। ଏହି ପରୀକ୍ଷା ପରେ ଯେଉଁ ସବୁ ଭୟଙ୍କର ପରିଣାମ ସୃଷ୍ଟି ହେଲା ଏବଂ ରାକ୍ଷସ ଭଳି ମନୁଷ୍ୟର ପରିବର୍ତ୍ତନ ହେଲା ସେ ସବୁର ଛବି ସାଧାରଣତଃ ଏହି କାହାଣୀ ସହ ଦେଖିବାକୁ ମିଳିଥାଏ। ହେଲେ ଏସବୁ ଯେ ଏକ ଭ୍ରାନ୍ତ ଧାରଣା ତାହା ବିଶ୍ୱାସ କରିବା ମଧ୍ୟ ସମ୍ଭବପର ହୁଏ ନାହିଁ। ତାହେଲେ କ'ଣ ଥିଲା ଏହି ପରୀକ୍ଷଣ? 1940 ଦଶକରେ ରୁଷିଆର ବୈଜ୍ଞାନିକମାନେ ଏକ ନୂତନ ଭାବେ ଆବିଷ୍କୃତ ବାଷ୍ପକୁ ବ୍ୟବହାର କରି 5 ଜଣ ବ୍ୟକ୍ତିଙ୍କୁ 15 ଦିନ ପର୍ଯ୍ୟନ୍ତ ଜାଗ୍ରତ କରି ରଖିଥିଲେ। ଅର୍ଥାତ୍ ସେମାନେ 15 ଦିନ ପର୍ଯ୍ୟନ୍ତ ଆଦୌ ଶୋଇନଥିଲେ। ସେମାନଙ୍କର ଶାରୀରିକ ଓ ମାନସିକ ପରିବର୍ତ୍ତନକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଏକ ନିୟନ୍ତ୍ରିତ ଗବେଷଣା କକ୍ଷରେ ରଖାଯାଇଥିଲା। ବଞ୍ଚିବା ପାଇଁ ଆବଶ୍ୟକ ଅମ୍ଳଜାନ ସେ ଭିତରେ ସେମାନଙ୍କୁ ଦିଆଯାଉଥିଲା, କାରଣ ଗବେଷଣା କରାଯାଉଥିବା ବାଷ୍ପ ଅଧିକ ମାତ୍ରାରେ ଗ୍ରହଣ କରିଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବାର ସମ୍ଭାବନା ଥାଏ। ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ କକ୍ଷ ଭିତରେ ମାଇକ୍ରୋଫୋନ୍ ଲଗାଯାଇଥିଲା ଏବଂ କକ୍ଷକୁ ବାହାରୁ ଦେଖିବା ପାଇଁ 5 ଇଞ୍ଚ ମୋଟା କାଚର ଝରକା ଥିଲା। କକ୍ଷ ଭିତରେ ପଢ଼ିବା ପାଇଁ ଅନେକ ପୁସ୍ତକ ରଖାଯାଇଥିଲା। ଶୋଇବା ପାଇଁ ଖଟ ବି ଥିଲା। ଅବଶ୍ୟ ସେ ଖଟ ଉପରେ ଶେଯ ନଥିଲା। ସ୍ନାନ ଶୌଚ ପାଇଁ ଜଳର ବ୍ୟବସ୍ଥା ଥିଲା ଏବଂ ସେ 5 ଜଣ ମାସାଧିକ କାଳ ବଞ୍ଚିବା ସକାଶେ ଆବଶ୍ୟକ ଶୁଖିଲା ଖାଦ୍ୟ ରଖାଯାଇଥିଲା। ଯେଉଁ 5 ଜଣ ବ୍ୟକ୍ତି ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ ସେମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଶତ୍ରୁ ପକ୍ଷରୁ ବନ୍ଦୀ ହୋଇଥିଲେ। ସେମାନଙ୍କୁ କଥା ଦିଆଯାଇଥିଲା ଯେ 30 ଦିନର ଏହି ଗବେଷଣା ସମାପନ ପରେ ସେମାନଙ୍କୁ ନିଜ ଦେଶକୁ ଛାଡ଼ି ଦିଆଯିବ। ଗବେଷଣାର ପ୍ରଥମ 5 ଦିନ ସୁରୁଖୁରୁରେ ବିତିଗଲା। କେହି ବି କୌଣସି ପ୍ରକାରର ଅଭିଯୋଗ ବା ଅସୁବିଧା କଥା କହିନଥିଲେ। ସେହି କକ୍ଷରେ ବନ୍ଦ ଥିବା ଏହି ବ୍ୟକ୍ତିମାନେ ପରସ୍ପର ସହ ତାଙ୍କ ଅତୀତ ଜୀବନର ଦୁଃଖଦ ଅନୁଭୂତି ସବୁ ବର୍ଣ୍ଣନା କରିବାକୁ ଲାଗିଲେ। 4 ଦିନ ବିତିଗଲା ପରେ ଅତି ଭୟଙ୍କର ଓ ଦୁଃଖର କଥାବାର୍ତ୍ତା ସବୁ ହେବାକୁ ଲାଗିଲା। 5 ଦିନ ପରେ ସେମାନେ ନିଜର ବର୍ତ୍ତମାନର ସ୍ଥିତି ପାଇଁ ନିଜ ଦେଶର ସରକାର ଓ ସେନାବାହିନୀକୁ ଗାଳି ଦେବାକୁ ଲାଗିଲେ ଏବଂ ମାନସିକ ଅସ୍ଥିରତାର ଲକ୍ଷଣ ସବୁ ଦେଖାଗଲା। ଧୀରେ ଧୀରେ ସେମାନେ ପରସ୍ପର ଆଉ କଥା ହେଲେ ନାହିଁ। ସେମାନେ ଏବେ ମାଇକ୍ରୋଫୋନ୍ ପାଖକୁ ଆସି ଧୀରେ ଧୀରେ ଫିସ୍ ଫିସ୍ ହୋଇ କଥା ହେବାକୁ ଲାଗିଲେ। ସେମାନେ ବୋଧହୁଏ ଭାବୁଥିଲେ ଯେ ସେମାନେ ଏଭଳି କରି ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ଏବଂ ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କୁ ଶୀଘ୍ର ମୁକ୍ତି ମିଳିଯିବ। ଏଣେ ଗବେଷକମାନେ ଭାବୁଥିଲେ ଏହିଭଳି ପ୍ରତିକ୍ରିୟା ବୋଧହୁଏ ସେହି ବାଷ୍ପ ଯୋଗୁଁ ହୋଇଥାଇପାରେ। 9 ଦିନ ପରେ ସେହି ବନ୍ଦୀମାନଙ୍କ ମଧ୍ୟରୁ ଜଣେ ଜୋର ଜୋରରେ ଚିତ୍କାର କରିବାକୁ ଲାଗିଲା। ସେ ଅତି ଉଚ୍ଚ ସ୍ୱରରେ ଚିତ୍କାର କରି କରି ସେହି ଗବେଷଣା କକ୍ଷରେ ଏ ପାଖରୁ ସେ ପାଖକ ଧାଇଁବାକୁ ଲାଗିଲା। ସେ ଏଭଳି ପାଖାପାଖି 3 ଘଣ୍ଟା କାଳ କରିଥିଲା। ଶେଷରେ ସେ ଆଦୌ ଚିତ୍କାର କରିପାରିଲା ନାହିଁ ଏବଂ ତା ଗଳାରୁ ସ୍ୱର ବାହାରୁ ନଥିଲା। ଗବେଷକମାନଙ୍କୁ ଲାଗୁଥିଲା ଯେ ସେ ସେହି ଚିତ୍କାର କରି କରି ନିଜ ଗଳାର ସ୍ୱର ଗ୍ରନ୍ଥିକୁ ନିଜେ ହିଁ ନଷ୍ଟ କରିଦେଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଥିଲା ସେହି ବ୍ୟକ୍ତି ଜଣକ ଏଭଳି ବ୍ୟବହାର କରୁଥିବା ସମୟରେ ଅନ୍ୟମାନେ କିନ୍ତୁ ଶାନ୍ତ ଥିଲେ। ଅନ୍ୟମାନେ ମାଇକ୍ରୋଫୋନ୍ରେ ଧୀର ସ୍ୱରରେ କଥା କହୁଥିଲେ। ପ୍ରଥମ ବ୍ୟକ୍ତିଙ୍କ ଚିତ୍କାର ସରିବାର କିଛି ସମୟ ପରେ ଦ୍ୱିତୀୟ ବ୍ୟକ୍ତି ଜଣେ ସେହିଭଳି ବିକାର ଦେଖାଇବାକୁ ଆରମ୍ଭ କରିଦେଲେ। ସେ କିନ୍ତୁ କେବଳ ଚିତ୍କାର କରୁନଥିଲେ, ବରଂ ଥାକରେ ରଖାଯାଇଥିବା ବହି ସବୁକୁ ଚିରି ପକାଇ ନିଜ ମୁହଁରେ ଲଗାଇବା ସହ କାଚ ଝରକାରେ ଲଗାଇ ଦେଇଥିଲେ। ହେଲେ କିଛି ସମୟ ପରେ ଚିତ୍କାର ବନ୍ଦ ହୋଇଯାଇଥିଲା ଆଉ ମାଇକ୍ରୋଫୋନ୍ରେ ଶୁଣାଯାଉଥିବା ଧୀର ସ୍ୱର ସବୁ ମଧ୍ୟ ବନ୍ଦ ହୋଇଗଲା। ଏହାପରେ ଆଉ 3 ଦିନ ବିତିଗଲା। ସବୁକିଛି ଠିକ୍ ଭାବରେ କାମ କରୁଛି କି ନାହିଁ ଜାଣିବା ପାଇଁ ଗବେଷକମାନେ ବାରମ୍ବାର ମାଇକ୍ରୋଫୋନ୍କୁ ଘଣ୍ଟାକୁ ଥରେ ପରୀକ୍ଷା କରୁଥାନ୍ତି, କାରଣ ହଠାତ୍ କକ୍ଷରୁ କୌଣସି ସ୍ୱର ଶବ୍ଦ ଶୁଣାଗଲା ନାହିଁ। 5 ଜଣ ବ୍ୟକ୍ତି ଥାଉ ଥାଉ
କିଛି ବି ଶବ୍ଦ ନ ଶୁଣାଯିବା ସମ୍ଭବ ମନେ ହେଉନଥିଲା। କିନ୍ତୁ କକ୍ଷରେ ବ୍ୟବହୃତ ଅମ୍ଳଜାନରୁ ଜଣାପଡ଼ୁଥିଲା ସେମାନେ ବଞ୍ଚିଛନ୍ତି। 14 ଦିନ ସକାଳୁ ଗବେଷକମାନେ ଭିତରେ ରହୁଥିବା ବ୍ୟକ୍ତିମାନଙ୍କ ପ୍ରତିକ୍ରିୟା ଜାଣିବାକୁ ଉତ୍ସୁକ ହୋଇଗଲେ, କାରଣ ଭିତରୁ କୌଣସି ଶବ୍ଦ ଶୁଣାଯାଉନଥିଲା। ସେମାନେ ସନ୍ଦେହ କରୁଥିଲେ କାଳେ ସେମାନେ ସବୁ ମୃତ କିମ୍ବା ସ୍ଥାଣୁ ପାଲଟି ଯାଇଛନ୍ତି। କକ୍ଷରେ ଲାଗିଥିବା ଇଣ୍ଟରକମ୍ ଦ୍ୱାରା ସେମାନେ ଘୋଷଣା କରିଦେଲେ, କକ୍ଷରେ ଲାଗିଥିବା ମାଇକ୍ରୋଫୋନ୍ ସବୁକୁ ପରୀକ୍ଷା କରିବା ପାଇଁ କକ୍ଷର କବାଟ କିଛି ସମୟ ପାଇଁ ଖୋଲାଯିବ। ତୁମେ ସମସ୍ତେ କବାଟଠାରୁ ଦୂରକୁ ଚାଲିଯାଅ ଏବଂ ତଳମୁହାଁ ହୋଇ ତଳେ ଶୋଇ ରହ। ଯଦି ଏଭଳି କରିବ ନାହିଁ ତ ତୁମକୁ ଗୁଳି କରି ମାରି ଦିଆଯିବ। ଆଶ୍ଚର୍ଯ୍ୟଜନକ ଭାବରେ ଭିତରୁ କେବଳ ଜଣକର ସ୍ୱର ଶୁଭିଲା, ଆଉ ସେ କହୁଥିଲେ, ଆମକୁ ମୁକ୍ତି ଆବଶ୍ୟକ ନାହିଁ। ଏହାପରେ ଗବେଷକ ଏବଂ ସେନାବାହିନୀ ମଧ୍ୟରେ ଆଲୋଚନା କରାଗଲା। ଭିତରୁ ଆଉ କୌଣସି ପ୍ରକାର ପ୍ରତିକ୍ରିୟା ନ ମିଳିବା ପରେ ନିଷ୍ପତ୍ତି ନିଆଗଲା ଯେ 15ତମ ଦିନର ମଧ୍ୟରାତ୍ରିରେ କକ୍ଷର ମୁଖ୍ୟ ଦ୍ୱାର ଖୋଲାଯିବ। କକ୍ଷରୁ ଗବେଷଣା ବାଷ୍ପକୁ ପ୍ରତ୍ୟାହାର କରାନିଆଯାଇ ଅମ୍ଳଜାନ ଭରି ଦିଆଗଲା। ହେଲେ ଭିତରୁ ମାଇକ୍ରୋଫୋନ୍ ଦ୍ୱାରା ଏହି ପଦକ୍ଷେପର ବିରୋଧ କରାଗଲା। 3 ଜଣ ଭିକ୍ଷା ମାଗୁଥିବା ଭଳି କହୁଥିଲେ, ଆମକୁ ସେଇ ବାଷ୍ପ ହିଁ ଦେଇଦିଅ। ଦ୍ୱାର ଖୋଲାଗଲା ପରେ ସୈନିକମାନେ ଭିତରେ ପ୍ରବେଶ କରିଲେ। ହେଲେ ଭିତରେ ଥିବା ବ୍ୟକ୍ତିମାନେ ଆହୁରି ଅଧିକ ଚିତ୍କାର କରିବାକୁ ଲାଗିଲେ। ହେଲେ ଭିତରର ଦୃଶ୍ୟ ଦେଖି ସୈନିକମାନେ ମଧ୍ୟ ବିଚଳିତ ହୋଇ ଚିତ୍କାର କରିବାକୁ ଲାଗିଲେ। 5 ଜଣ ମଧ୍ୟରୁ 4 ଜଣ ବଞ୍ଚିଥିଲେ, କିନ୍ତୁ କେହି ବି ସାଧାରଣ ମନୁଷ୍ୟ ଭଳି ମନେ ହେଉନଥିଲେ। 5 ଦିନ ପରେ ସେମାନେ କୌଣସି ଖାଦ୍ୟ ଛୁଇଁ ନଥିଲେ। ମୃତ ବ୍ୟକ୍ତିଙ୍କ ଛାତି ଓ ଜଙ୍ଘର ମାଂସକୁ ଝୁଣି ସେମାନେ କକ୍ଷରେ ବେସିନ୍ ତଳେ ଥିବା ପାଇପ୍କୁ ବନ୍ଦ କରିଦେବା ଫଳରେ କୋଠରୀ ଭିତରେ 4 ଇଞ୍ଚ ଉଚ୍ଚ ପାଣି ଭର୍ତ୍ତି ହୋଇଯାଇଥିଲା। ସେଥିରେ ରକ୍ତ କେତେ ଥିଲା ତାହା କହିବା ସମ୍ଭବ ନଥିଲା। ଯେଉଁମାନେ ବଞ୍ଚିଥିଲେ ସେମାନଙ୍କ ଶରୀରର ଚମଡ଼ା ଓ ମାଂସପେଶୀ ସବୁ ଛିଡ଼ା ଯାଇଥିଲା। ସେମାନଙ୍କ ଆଙ୍ଗୁଠିରୁ ମାଂସ ଛିଡ଼ିଯାଇ ଦେଖି ଅନୁମାନ କରାଯାଉଥିଲା ଯେ ସେମାନେ ନିଜେ ହିଁ ନିଜ ହାତରେ ମାଂସ ସବୁକୁ ଛିଡ଼ାଇଛନ୍ତି ଏବଂ ସେହି ସବୁ କଟା ଅଂଶ ଦେଖି ଜଣାପଡ଼ୁଥିଲା ଯେ ପ୍ରତ୍ୟେକେ ନିଜେ ହିଁ ନିଜକୁ ଏଭଳି କରିଥିଲେ। ଛାତିର ପଞ୍ଜରା ତଳେ ପେଟରେ ଥିବା ଅନ୍ତବୁଜୁଳା ସବୁ ବାହାରକୁ ବାହାରି ପଡ଼ିଥିଲା। ପଞ୍ଜରା ଭିତରେ ହୃତ୍ପିଣ୍ଡ ଓ ଫୁସ୍ଫୁସ୍ ଆଦି ସଠିକ୍ ସ୍ଥାନରେ ଥିବାବେଳେ କିନ୍ତୁ ପଞ୍ଜରା ହାଡ଼ରେ ଲାଗିଥିବା ମାଂସପେଶୀ ସବୁ ଛିଣ୍ଡି ଯାଇଥିଲା। ସବୁ ରକ୍ତନଳୀ ଓ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଥିଲା। କେବଳ ସେ ସବୁକୁ ବ୍ୟବହାର କରାଯାଇ ବାହାର କରାଯାଇ ଚଟାଣ ଉପରେ ଚାରିଆଡ଼େ ବିଛେଇ ପକାଇ ଦିଆଯାଇଥିଲା। ଶରୀରର ଅଧିକାଂଶ ଅଙ୍ଗ ଶରୀର ସହ ଲାଗିକରି ହିଁ ଥିଲା, ତେଣୁ ପାକତନ୍ତ୍ର ସଠିକ୍ କାମ କରୁଥିବା ଅନୁମାନ କରାଗଲା। ଭଲ ଭାବରେ ଦେଖିବା ପରେ ଜଣାପଡ଼ିଥିଲା ଯେ ସେହି ବ୍ୟକ୍ତିମାନେ ଅନେକ ଦିନ ଧରି ନିଜ ଶରୀରର ମାଂସକୁ ଛିଡ଼ାଇ ନିଜେ ହିଁ ଖାଇଛନ୍ତି। କୋଠରୀର ନିରୀକ୍ଷଣ ପାଇଁ ଯାଇଥିବା ସୈନିକ ସବୁ ରୁଷିଆର ସ୍ପେଶାଲ ଫୋର୍ସରୁ ଥିଲେ। ହେଲେ ସେମାନେ ଏହି ଗବେଷଣା କରାଯାଉଥିବା ବ୍ୟକ୍ତିମାନଙ୍କୁ ବାହାରକୁ ଆଣିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ସେ ପାଖେ ଅର୍ଦ୍ଧମୃତ ସେହି ଗବେଷଣାର ବନ୍ଦୀମାନେ ଚିତ୍କାର କରି ପୁଣି ଥରେ ସେହି ବାଷ୍ପ ଚଳାଇବାକୁ ଅନୁରୋଧ କରୁଥିଲେ। ସେମାନଙ୍କୁ ଗବେଷଣା କୋଠରୀରୁ ବାହାରକୁ ଆଣିବା କାଠିକର ପାଠ ହୋଇଗଲା। ସେମାନେ ବାହାରକୁ ଆସିବାକୁ ଆଦୌ ଚାହୁଁନଥିଲେ। ଏହି ଠେଲାପେଲା ଭିତରେ ଜଣେ ସୈନିକର ଗଳାକୁ ଧରି ଟାଣିବା ପରେ ସେ ସେଠାରେ ମୃତ୍ୟୁବରଣ କରିଥିଲା। ଅନ୍ୟ ଜଣେ ସୈନିକର ଅଣ୍ଡକୋଷକୁ ଭିଡ଼ିବା ଦ୍ୱାରା ସେ ଗୁରୁତର ଭାବରେ ଆହତ ହୋଇଥିଲା। ସେହି ସୈନିକର ଗୋଡ଼କୁ କାମୁଡ଼ି ଦେବା ଦ୍ୱାରା ରକ୍ତନଳୀ କଟିଯାଇ ରକ୍ତକ୍ଷରଣ ହେବାକୁ ଲାଗିଲା। ଏହି ଘଟଣାରେ ଆହୁରି 5 ଜଣ ସୈନିକ ମୃତ୍ୟୁବରଣ କରିଥିଲେ ଏବଂ ସେଥିରୁ ଜଣେ ଆତ୍ମହତ୍ୟା କରିଥିଲେ। ଗବେଷଣା କୋଠରୀରେ ରଣାଟଣି ଚାଲିଥିବା ବେଳେ ଜଣେ ଗବେଷଣା ବ୍ୟକ୍ତିର ପ୍ଲିହା ଫାଟିଯାଇ ରକ୍ତ ଝରିବାକୁ ଲାଗିଲା। ତାକୁ ନିଶ୍ଚେତକ ଦେଇ ବଞ୍ଚାଇବାର ପ୍ରଚେଷ୍ଟା ବିଫଳ ହେଉଥିଲା। ସାଧାରଣଠାରୁ 10 ଗୁଣ ଅଧିକ ଶକ୍ତିଶାଳୀ ଇଞ୍ଜେକ୍ସନ ଦେବା ସତ୍ତ୍ୱେ ସେ ଚେତା ହରାଇ ନଥିଲା ଏବଂ ହିଂସ୍ର ପଶୁ ଭଳି ଡାକ୍ତରଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ପଞ୍ଜରା ହାଡ଼ ଓ ହାତ ଭାଙ୍ଗିଗଲା। ସେହି ବ୍ୟକ୍ତି ଜଣକ ଶରୀରରୁ ସମସ୍ତ ରକ୍ତ ବୋହିଗଲା ପରେ ସୁଦ୍ଧା ପ୍ରାୟ 3 ମିନିଟ୍ ପର୍ଯ୍ୟନ୍ତ ଚିତ୍କାର କରିଥିଲା ଏବଂ ଧୀରେ ଧୀରେ ନିଜର ଶକ୍ତି ହରାଇବା ପରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ବାକି ବଞ୍ଚିଥିବା 3 ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେମାନେ କିନ୍ତୁ ବାରମ୍ବାର ସେହି ବାଷ୍ପ ଦିଆଯିବା ପାଇଁ ଅନୁରୋଧ କରୁଥିଲେ। 3 ଜଣଙ୍କ ମଧ୍ୟରେ ଯେଉଁ ବ୍ୟକ୍ତିଙ୍କୁ ସବୁଠାରୁ ଅଧିକ କ୍ଷତି ହୋଇଥିଲା ତାଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଗଲା, ହେଲେ ନିଶ୍ଚେତକ କାମ କରିନଥିଲା। ସେ ବହୁତ ଭୟଙ୍କର ଭାବରେ ଲଢ଼େଇ କରିଥିଲା ଏବଂ ବହୁତ କଷ୍ଟରେ ତାଙ୍କୁ ନିଶା ଇଞ୍ଜେକ୍ସନ ଦେବା ବେଳକୁ ସେ ଅସ୍ତ୍ରୋପଚାର କକ୍ଷରେ ହିଁ ମୃତ୍ୟୁବରଣ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଥିଲା ଯେ ସେହି ବ୍ୟକ୍ତିର ରକ୍ତରେ ଆବଶ୍ୟକତାଠାରୁ 3 ଗୁଣ ଅଧିକ ଅମ୍ଳଜାନ ଥିଲା ଏବଂ ଅସ୍ତ୍ରୋପଚାରକୁ ବିରୋଧ କରି ସେ ଯେଉଁ ଲଢ଼େଇ କରିଥିଲା
ସେଥିରେ ଶରୀରର 9ଟି ହାଡ଼ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ବଞ୍ଚିଥିବା 2 ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଚ୍ଚ ସ୍ୱରରେ ଚିତ୍କାର କରୁଥିଲା। ଏହି ପ୍ରଚେଷ୍ଟାରେ ସେ ନିଜ ସ୍ୱରଗ୍ରନ୍ଥି ନଷ୍ଟ କରି ପକାଇଲା। ତାକୁ ଅସ୍ତ୍ରୋପଚାର ପାଇଁ ନେବା ବେଳକୁ ଆଉ ବିରୋଧ କରିବା ଭଳି ଧୈର୍ଯ୍ୟ ବା ସାହସ ନଥିଲା। ନିଶ୍ଚେତକ ଦିଆଯିବା ସତ୍ତ୍ୱେ ତାହା କାମ କରିନଥିଲା। ତେଣୁ ଶେଷରେ ବିନା ନିଶ୍ଚେତକରେ 6 ଘଣ୍ଟାର ଅପରେସନ ପରେ ତାଙ୍କ ଶରୀରର ସବୁ ଅଙ୍ଗକୁ ସଠିକ୍ ଭାବରେ ସଜାଇ ଦିଆଗଲା। ସେ କିଛି ପ୍ରତିକ୍ରିୟା ଦେଖାଇ ନଥିଲେ। ଅସ୍ତ୍ରୋପଚାର କରୁଥିବା ଡାକ୍ତର କହିଥିଲେ ଯେ ବ୍ୟକ୍ତି ଜଣଙ୍କ ବଞ୍ଚିପାରିବେ। ଅସ୍ତ୍ରୋପଚାର ସମୟରେ ସେହି ବ୍ୟକ୍ତି ଜଣକ ନର୍ସମାନଙ୍କୁ ଚାହିଁ ହସୁଥିବା କଥା ଭୟଭୀତା ନର୍ସମାନେ କହିଥିଲେ। ଅସ୍ତ୍ରୋପଚାର ଶେଷରେ ବ୍ୟକ୍ତି ଜଣକ କିଛି କହିବାକୁ ଚାହୁଁଥିଲେ, ହେଲେ କହିପାରୁନଥିଲେ। ତେଣୁ ତାଙ୍କ ପାଇଁ ପେନ୍ ଓ କାଗଜ ଅଣାଗଲା। ପରେ ସେ କେବଳ ଏତିକି ଲେଖିଥିଲେ, ଆହୁରି କାଟି ଚାଲ। ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ବିନା ନିଶ୍ଚେତକରେ ଅସ୍ତ୍ରୋପଚାର କରାଗଲା। ଅସ୍ତ୍ରୋପଚାର ସମୟରେ ସେହି ବ୍ୟକ୍ତିମାନେ ବାରମ୍ବାର ହସୁଥିବାର ଦେଖି ସର୍ଜନ ଚିନ୍ତାରେ ପଡ଼ିଯାଉଥିଲେ। ଅସ୍ତ୍ରୋପଚାର ପରେ ଯେତେବେଳେ ସେହି ବ୍ୟକ୍ତିମାନଙ୍କୁ ପ୍ରଶ୍ନ କରାଗଲା କାହିଁକି ସେମାନେ ସେହି ବାଷ୍ପର ଦାବି କରୁଛନ୍ତି ଏବଂ କାହିଁକି ସେମାନେ ନିଜକୁ ଏଭଳି କ୍ଷତି ପହଞ୍ଚାଇଲେ, କେବଳ ଗୋଟିଏ ଉତ୍ତର ହିଁ ମିଳିଥିଲା, ମୁଁ ଜାଗ୍ରତ ରହିବା ଅତି ଆବଶ୍ୟକ। ସେହି 3 ଜଣ ସଦସ୍ୟଙ୍କୁ ପୁଣି ଥରେ ଗବେଷଣା କକ୍ଷରେ ଛାଡ଼ି ଦିଆଗଲା। ସେମାନଙ୍କ ସହ କ'ଣ କରାଯିବ ସେହି ବିଷୟରେ କିଛି ନିଷ୍ପତ୍ତି ନିଆଯିବାର ଥିଲା। ଏହି ଗବେଷଣା ବିଫଳ ହୋଇଥିବା ମନେକରି ସେନାବାହିନୀ ଗବେଷକମାନଙ୍କୁ ନିନ୍ଦା କରୁଥିବା ବେଳେ ଗବେଷକମାନେ ସେହି ବନ୍ଦୀମାନଙ୍କୁ ଇଚ୍ଛା ମୃତ୍ୟୁ ଦେବା ସପକ୍ଷରେ ଥିଲେ। ହେଲେ ଏହି ଗବେଷଣାର କମାଣ୍ଡିଂ ଅଫିସର ଜଣେ ପୂର୍ବତନ କେଜିବି ଏଜେଣ୍ଟ ଦେଖିବାକୁ ଚାହିଁଥିଲେ ଯେ ଏହି ବ୍ୟକ୍ତିମାନଙ୍କୁ ପୁଣି ଥରେ ସେହି ବାଷ୍ପ ଦେଲେ କ'ଣ ପ୍ରତିକ୍ରିୟା ମିଳିବ। ଗବେଷକମାନେ ଏହାକୁ ବିରୋଧ କରୁଥିଲେ ସୁଦ୍ଧା ସେନାବାହିନୀ ସେମାନଙ୍କ କଥାକୁ ଶୁଣି ନଥିଲେ। ସମସ୍ତ ବ୍ୟକ୍ତିଙ୍କ ଶରୀରରେ ଇସିଜି ମେସିନ୍ ଲଗାଇ ଦିଆଯାଇ ସେମାନଙ୍କ ହାତ ଗୋଡ଼କୁ ବାନ୍ଧି ସେହି କୋଠରୀରେ ପୁଣି ଥରେ ବାଷ୍ପ ଦିଆଯିବ ବୋଲି ଜଣାଇବା ପରେ ସେମାନେ ଆଉ କୌଣସି ଭୟଙ୍କର ପ୍ରତିକ୍ରିୟା ଦେଖାଇ ନଥିଲେ। ସେହି 3 ଜଣ ଚେଷ୍ଟା କରୁଥିଲେ ନ ଶୋଇବା ପାଇଁ। ଜଣେ ଜୋର ଜୋରରେ ଚିତ୍କାର କରି ଗୀତ ଗାଉଥିବାର ମଧ୍ୟ ଦେଖାଗଲା। ଜଣେ ବ୍ୟକ୍ତି ନିଜ ଗୋଡ଼କୁ ହଲାଉଥିବା ବେଳେ ଆଉ ଜଣେ ତକିଆରୁ ମୁଣ୍ଡ ଉଠାଇ ପୁଣି ଥରେ ତଳେ ପକାଉଥିଲା। ସେହି ବ୍ୟକ୍ତିଙ୍କ ମସ୍ତିଷ୍କରେ ଇସିଜି ମେସିନ୍ ଲଗାଇବା ପରେ ଦେଖାଗଲା ଯେ ଇଇଜି ରେକର୍ଡିଂ ନର୍ମାଲ ଥିବା ବେଳେ ମଝିରେ ମଝିରେ ଆଦୌ କିଛି ରେକର୍ଡିଂ ହେଉନଥିଲା। ଲାଗୁଥିଲା ସତେ ଯେମିତି କିଛି କ୍ଷଣ ପାଇଁ ମସ୍ତିଷ୍କ ମୃତ ହୋଇଯାଉଥିଲା। ନର୍ସ ଜଣେ ଲକ୍ଷ୍ୟ କରିଥିଲେ ଯେ ସେହି ବ୍ୟକ୍ତି ଜଣଙ୍କର ମୁଣ୍ଡ ତକିଆରେ ଲାଗିବା କ୍ଷଣି ଆଖି ବନ୍ଦ ହୋଇ ଆସୁଥିଲା ଏବଂ ଏହି ମୁହୂର୍ତ୍ତରେ ମସ୍ତିଷ୍କର ତରଙ୍ଗ ସବୁ ଉଭେଇ ଯାଉଥିଲା। ଏହାପରେ ହୃତ୍ପିଣ୍ଡ କିଛି ମୁହୂର୍ତ୍ତ ପାଇଁ ବନ୍ଦ ହୋଇଯାଉଥିଲା। ଯେଉଁ ଜଣେ ବ୍ୟକ୍ତି କହିବା ଭଳି କ୍ଷମତା ଥିଲା ସେ କହୁଥିଲା ଶୀଘ୍ର ସେମାନଙ୍କୁ ବାଷ୍ପ ଦେଇ ରୁମ୍ରେ ବନ୍ଦ କରିଦିଆଯାଉ। ତାର ମସ୍ତିଷ୍କର ତରଙ୍ଗ ମଧ୍ୟ ସରଳ ରେଖା ଦେଖାଉଥିଲା, ସତେ ଯେମିତି ସେ ମସ୍ତିଷ୍କରେ ଜୀବନ ହିଁ ନଥିଲା। କମାଣ୍ଡିଂ ଅଫିସର ନିର୍ଦ୍ଦେଶ ଦେଇଥିଲେ ଯେ କକ୍ଷକୁ ପୁଣି ଥରେ ବନ୍ଦ କରିଦିଆଯାଉ ଏବଂ ସେଥିରେ ସେହି 3 ଜଣ ସଦସ୍ୟ ସମେତ 2 ଜଣ ଗବେଷକଙ୍କୁ ମଧ୍ୟ ରଖାଯାଉ। ହେଲେ ଏହା ଶୁଣିବା ପରେ ଜଣେ ଗବେଷକ ପାଖରେ ରଖିଥିବା ରିଭଲଭର ବାହାର କରି କମାଣ୍ଡିଂ ଅଫିସରଙ୍କୁ ଗୁଳି ମାରିବା ପରେ ପରୀକ୍ଷା କରାଯାଉଥିବା ଜଣେ ମୃତବତ ବ୍ୟକ୍ତିଙ୍କୁ ମଧ୍ୟ ଗୁଳି କରିଦେଇଥିଲେ। ଆଉ ଜଣେ ବ୍ୟକ୍ତିଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଚିତ୍କାର କରି କହିଲେ, ମୁଁ ଏହି ବନ୍ଦ କୋଠରୀରେ ରହିବି ନାହିଁ। ତୁମ ସହ ଆଦୌ ନୁହଁ। ତମେ କିଏ ମୁଁ ଜାଣିବା ଆବଶ୍ୟକ। ସେହି ବ୍ୟକ୍ତି ଜଣକ ହସି ଦେଇ କହିଲେ, ଏତେ ସହଜରେ ଭୁଲିଗଲ? ଆମେ ହେଉଛୁ ତୁମେ। ତୁମ ଭିତରେ ଥିବା ପାଗଳାମୀ ଯାହା ପ୍ରତି ମୁହୂର୍ତ୍ତରେ ମୁକ୍ତି ଚାହେଁ, ଯାହା ତୁମେ ପ୍ରତି ରାତିରେ ଲୁଚେଇବାକୁ ଚେଷ୍ଟା କର, ଯାହାକୁ ତୁମେ ନିଶ୍ଚେତକ ଦେଇ ନୀରବ କରିଦେଇ ଶୁଆଇ ଦେବାକୁ ପ୍ରଚେଷ୍ଟା କର। ଗବେଷକ ଜଣକ ସେହି ବ୍ୟକ୍ତିର ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଲେ ଏବଂ କହିଲେ, ଏବେ ତମେ ମୁକ୍ତ। ଯଦିଓ ଏହି ଗବେଷଣାକୁ ନେଇ ଅନେକ ତଥ୍ୟ ଓ ଛବି ଇଣ୍ଟରନେଟ୍ରେ ଦେଖିବାକୁ ମିଳିଥାଏ, ସେଥିମଧ୍ୟରୁ ଗୋଟିଏ ଛବି ଅଧିକାଂଶ ଲୋକ ନିଶ୍ଚୟ ଦେଖିଥିବେ ଏବଂ ସହଜରେ ଚିହ୍ନି ପାରିବେ ମଧ୍ୟ। ଛବିରେ ମନୁଷ୍ୟ ଭଳି ଦେଖାଯାଉଥିବା ଗୋଟିଏ ଜୀବ କ୍ୟାମେରା ଆଡ଼କୁ ଚାହିଁ ରହିଥିବା ଭଳି ଦେଖାଯାଏ। ଜୀବର ଦେହ ପୁରା ଶୁଖି ଯାଇଛି। ଆଖି ଦୁଇଟା କୋରଡ଼ ଭିତରେ ପଶି ଯାଇଛି। ଗାଲ ଓ ଥୋଡ଼ି ବାହାରକୁ ବାହାରିବା ଭଳି ଦେଖାଯାଉଛି। ଦାନ୍ତଗୁଡ଼ିକ ସାମାନ୍ୟଠାରୁ ବଡ଼ ଦିଶୁଥିବା ବେଳେ ଲୋକର ମୁହଁରେ ଏକ ଭୟଙ୍କର ହସ ଦେଖାଯାଉଛି। ବ୍ୟକ୍ତି ଜଣଙ୍କର ବିଶାଳ ମୁଣ୍ଡ ଓ ବଙ୍କା ଶରୀର ଦେଖିଲେ ମନେ ହୁଏ ସେ ଆମ ପାଇଁ ବିପଦ। ଛବିଟି କଳା ଧଳା, ସେଥିରୁ ମଧ୍ୟ ଏହା ପୁରାତନ ବୋଲି ଜାଣି ହୁଏ। ସର୍ବୋପରି ଏହି ଛବିଟି ମଧ୍ୟ କପୋଳକଳ୍ପିତ ଅର୍ଥାତ୍ ମିଥ୍ୟା। ବର୍ଷ 2005ରେ ହାଲୋୱିନ୍ ସମୟରେ ମର୍ବିଡ୍ ଏଣ୍ଟରପ୍ରାଇଜ୍ ଦ୍ୱାରା ତିଆରି କରାଯାଇଥିବା ଏହି ଆକାରର ନାଁ ଥିଲା ସ୍ପାଜମ୍।
ରୁଷିଆର ଏହି ଗବେଷଣା କାହାଣୀ ପ୍ରଥମେ କେଉଁଠି ପ୍ରକାଶିତ ହୋଇଥିଲା ତାହାକୁ ନେଇ ଅନେକ ଲୋକ ଅନେକ ମନ୍ତବ୍ୟ ଦେଇଥାନ୍ତି, କିନ୍ତୁ ଏହି ସମସ୍ତ ବିଷୟ ମାତ୍ର ଏକ କାହାଣୀ ଯାହାର ସତ୍ୟତା ସହ କୌଣସି ସମ୍ପର୍କ ନାହିଁ। ଅରେଞ୍ଜ ସୋଡା ନାମକ ଜଣେ ଲେଖକ ଏହି କାହାଣୀକୁ 10 ଅଗଷ୍ଟ 2010 ମସିହାରେ କ୍ରିପିପାସ୍ତା ୱେବସାଇଟରେ ପ୍ରକାଶିତ କରିବା ପରେ ବିଶ୍ୱବ୍ୟାପୀ ଏହା ଚର୍ଚ୍ଚାର ବିଷୟ ହୋଇଯାଇଥିଲା। ହେଲେ ଏହାର ପ୍ରକୃତ ଲେଖକ କିଏ ତାହା ଏବେ ବି ରହସ୍ୟ ହୋଇ ରହିଛି। ଆପଣ ଶୁଣୁଥିଲେ କାହାଣୀ ରୁଷିଆର ନିଦ୍ରାହୀନତା ଗବେଷଣା। ଯଦି ଆପଣଙ୍କୁ ଏହି କାହାଣୀ ଭଲ ଲାଗୁଥାଏ ତାହେଲେ ଆମ ପଡକାଷ୍ଟକୁ ଲାଇକ୍ କରନ୍ତୁ ଏବଂ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।